ଆଜିର ବିଷୟବସ୍ତୁ ପ୍ରେଗନାନ୍ସି ସମୟରେ ବା ଗର୍ଭଧାରଣ ସମୟରେ କେଉଁ କାରଣ ପାଇଁ ଆପଣଙ୍କର ଜନ୍ମିତ ଶିଶୁ ଭବିଷ୍ୟତରେ ବିକଳାଙ୍ଗ ହୋଇ ଜନ୍ମ ହେଉଛି। କ'ଣ ଥାଇପାରେ ଏହାର କାରଣ, ଲକ୍ଷଣ, କେଉଁ କାରଣ ପାଇଁ ହୋଇଥାଏ? ଆସନ୍ତୁ ସେ ବିଷୟରେ ଆଲୋଚନା କରିବା ଆଜିର ବିଷୟବସ୍ତୁରେ। ପ୍ରଥମ କଥା ହେଉଛି ଆପଣଙ୍କର ବାର୍ଥ ଡିଫେକ୍ଟ, ଜନ୍ମ ସମୟରେ କିଛି ଡିଫେକ୍ଟ ଦେଖାଯାଉଛି। ସେଇଟା କେଉଁ କାରଣ ପାଇଁ ତାକୁ ଆମେ ଜାଣିବା। ତାପରେ ଜାଣିଲା ପରେ ଆମେ ସେଥିରୁ କେମିତି ବର୍ତ୍ତିବା ସେ ବିଷୟରେ ବି ଆଲୋଚନା କରିବା। ପ୍ରଥମ କଥା ହେଉଛି ଯେହେତୁ ଏଇଟା ଜନ୍ମ ହେବା ସମୟର ପ୍ରକ୍ରିୟା, ସେଥିପାଇଁ ଆପଣଙ୍କର ପ୍ରଥମ ହେଲା ଜେନେଟିକାଲି ମାନେ ବଂଶାନୁକ୍ରମିକ